ଆଜି ଶୁଣିବା ଉପନ୍ୟାସ ଅମୃତର ସନ୍ତାନ। ଔପନ୍ୟାସିକ ଗୋପୀନାଥ ମହାନ୍ତି। ଭାଗ 14। ବେଜୁଣୀ ଅନେକ କଥା ଗପିଗଲା। ବାରମ୍ବାର ପଚରା ଉଚରାରେ କହିଲା, ବନ୍ଦୀକାରର ପୋଢ଼ଙ୍କୁ ମଣିଷ ମାରିନାହିଁ, ଦେବତା ରୋଗ ପଠେଇ ମାରିଛି। ତହିଁକି କାହାର ହାତ ନାହିଁ। ବେଜୁଣୀର ଅବତାର ସରିନଥାଏ। ସଳ୍ପୁ କନ୍ଧ ଉଠିବାକୁ ନାରାଜ। ଟୋକାମାନେ ବାହାରିଗଲେ। ଦିଉଡୁ ସାଉଁତା ଘରେ ଖିଆପିଆ। ପିଣ୍ଡାରେ ପୁୟୁ ବସିଛି। ପୁବୁଲି ବସିଛି। ପୁୟୁର ମନ ଛକପକ କରୁଥାଏ। ପୁବୁଲିର ବିଭାଘର କଥା କିଛି ପଡ଼ିଲା ନାହିଁ। ବନ୍ଦୀକାରିଆ ଆସିଗଲେ। କାମ ବାହାନାରେ ପୁବୁଲି ଘର ଭିତରକୁ ଗଲା। ପୁୟୁ କହିଲା, ଦେଖ, ତମକୁ ଲାଜ କରୁଛି। ଆଲୋ, ଏହିମାନେ ତ ତୋର ଆପଣାର। ଘର ତ ପର, ଘରେ କେତେ ଦିନ ପଶି ରହିଥିବୁ। ଜାମିରୀ କନ୍ଧର ବୁଢ଼ୀ ଆସି ପହଞ୍ଚିଲା। ହାରଗୁଣାକୁ ଲକ୍ଷ୍ୟ କରି କହିଲା, ଆମର ଟୋକିମାନଙ୍କୁ ତୁମେ ନେଇଯିବ, ଆଉ ଆମେ ଟୋକିମାନଙ୍କର ମା, ଆମକୁ ପଚାରିବ ନାହିଁ। ସୋଭେନା ଥଟ୍ଟା କରି କହିଲା, ଆମ ଟୋକାମାନଙ୍କ ବାପ ଥିଲେ ସିନା। ପୁୟୁ କହିଲା, କ'ଣ ସବୁ ଚୁପଚାପରେ କଥାଭାଷା ଛିଡ଼େଇ ଦେଲେ ଆମ ଝିଅକୁ ଚୋରି କରି ନେଇଯିବ ନାହିଁ ତ? ହାରଗୁଣା ତାର ଜବାବ ଦେଲା ନାହିଁ, ଖାଲି ହସୁଥାଏ। ଜାମିରୀ କନ୍ଧର ବୁଢ଼ୀ କହିଲା, ଆହା, ଆଜି ସରବୁ ସାଉଁତା ଥାଆନ୍ତା କିରେ, କେଡ଼େ ଭଲ ପାଉଥିଲା ଏ ହାରଗୁଣାକୁ। ନହେଲେ କ'ଣ ମାହାଳିଆ ଠିକଣା କରିଥିଲା, ଗୋଟିଏ ବୋଲି ଝିଅ, ତାକୁ ଏ ବିଭା ହେବ। ଏତିକିରେ ସୋଭେନା ଆଉ ଟିଙ୍ଗୁ ଭିତରକୁ ଉଦ୍ଦେଶ୍ୟ କରି ଡାକ ଛାଡ଼ିଲା, କଙ୍କଡ଼ା ପରି ଗୋଡ଼ରେ ଲୁଚିଲେ ଚଳିବ ନାହିଁ, ବାହାର ବାହାର। କିରେ ସାଉଁତା, କଥା କହୁଛୁ ଯେ? ହଁ। ଏତେ ଜଣଙ୍କ ଆଗରେ କ'ଣ କଥା କହି ହୁଏ? ଯେଉଁଠି କଥା ହେବ ସେଇଠି ନା। ଅନର୍ଗଳ ଗୁଡ଼ାଏ ଥଟ୍ଟା ନ କଲ। ହାରଗୁଣାର ମୁହଁ ପୁବୁଲିର ମୁହଁ ବାନ୍ଧି ହୋଇଯାଇଥାଏ। ଏ ତାକୁ ସେ ତାକୁ କଣେଇ କଣେଇ ଅନଉଥାନ୍ତି। ସେଇ ତୁନିତାନି ଭିତରେ କେତେ ତଉଲା ତଉଲି, କେତେ ସାତ ପାଞ୍ଚ ପଦାକୁ ସବୁ ତୁନିତାନି। ହାରଗୁଣା ଦମ୍ଭ କରି ପୁବୁଲି ଆଡ଼କୁ ମୁହଁ କରି ପଚାରିଲା, ଆମେ ତ ଆଇଲୁ, ତେବେ ତୁମେ ଯିବ ଆମ ଗାଁକୁ, ଚୈତକୁ ଆସ। ପୁବୁଲି କବାଟକୁ ଆଉଜି ନଖ ଚୋବଉଥାଏ। ତାର ହୋଇ ପିଉ କହିଲା, ତାକୁ କାହିଁ ପଚାରୁଛ? ମନକୁ ପଚାର। ତର ସହି ହେଉନାହିଁ ପରା। ଦିଉଡୁ ଆସିଥାଏ। ମିଣିଆ ପାୟୁର ଭେଣ୍ଡିଆମାନେ ଆସିଥାନ୍ତି। ହାରଗୁଣା କଥା ବଙ୍କେଇ ନେଇ କହିଲା, ନା, କାହିଁକି କହୁଥିଲେ କି, ବହୁତ ସମ୍ବର ଓହ୍ଲେଇଛନ୍ତି ଆମ ବଣକୁ। ଲୋକେ କହୁଛନ୍ତି କଳାହାଣ୍ଡି ବଣରୁ ବଳିଆ କୁକୁର ଗୋଡ଼େଇ ଆଣିଛି। ଯାଆନ୍ତ, ଶିକାର ହୁଅନ୍ତା, ନାଟ ହୁଅନ୍ତା, ବୁଲିବା କଥା ତ। ଏହିପରି ଅନେକ କଥା ପଡ଼ିଲା। ହାରଗୁଣାର ଗପ ଭିତରେ ଗୋଟିଏ ଇଙ୍ଗିତ ଥାଏ, ସେତିକି ମାତ୍ର। ପୁବୁଲିର ବିଭାଘର କଥା ସଫା ନିଷ୍ପତ୍ତି ହେଲା ନାହିଁ। ସେପରି ନିଷ୍ପତ୍ତି ମଧ୍ୟ କନ୍ଧ ସମାଜରେ ଖୁବ୍ ବେଶୀ ହୁଏ ନାହିଁ। ପରସ୍ପରଙ୍କର ଦେଖା ଚାହାଁ ଠିରିକି ସରିଯାଇ ବିଭା ହେବାକୁ ଦୃଢ଼ ଭାବରେ ଯେତେବେଳେ ଉଭୟ ନିଷ୍ପତ୍ତି କରିସାରନ୍ତି, ସେତେବେଳେ ଯାଇ ଉଭୟ ପକ୍ଷଙ୍କର ବନ୍ଧୁବାନ୍ଧବଙ୍କର ବୈଠକ ବସେ। ମଦପିଆ ଧୂଆଁଖିଆ ଭିତରେ କଥାଟା ପଡ଼େ। ବର ତରଫ କନ୍ୟା ମାଗନ୍ତି, କନ୍ୟା ତରଫ କନ୍ୟା ସୁନା ବା ଝୋଲ ମାଗନ୍ତି, ସ୍ୱୀକାର କରନ୍ତି। ବେଳ ବଢ଼ିଲା। ବନ୍ଦୀକାରିଆ ଉଠିଲେ। ଗଲାବେଳେ ହାରଗୁଣା ସାଉଁତା ଦିଉଡୁ ସାଉଁତାକୁ ନିମନ୍ତ୍ରଣ କରିଗଲା। ନିଶ୍ଚୟ ଆସିବୁ, ନିଶ୍ଚୟ। ବଣ ଦେଶର ଖୋଲା ପ୍ରଜାପତି, ତାର ବି ଧରା ଦେବାକୁ ମନ ହୁଏ। ହେଉ, ସେମାନେ ଚାଲି ଯାଉଛନ୍ତି। ହେଇ ଦୂରରେ ପୁବୁଲି ଏକୁଟିଆ ଠିଆ ହୋଇ ଦେଖିଲା, ଖାଲକୁ ଓହ୍ଲେଇ ପଡ଼ିଛନ୍ତି କି ତରତର ଚାଲି। କାହିଁକି ଜୀବନଯାକ ମଣିଷ ଖାଲି ତରତର ତରତର। ଏଥର ମୁଣ୍ଡ ଲୁଚିଗଲା। ଏମାନେ ରହିଗଲେ। ଢାଲୁର ଉଢୁଆଳରେ ପୁବୁଲି ଦେଖିଲା। ସେମାନେ ଚାଲିଗଲେ। ଏକା ଧ୍ୟାନରେ ସେ ଦେଖୁଥିଲା। କ'ଣ କହିଥିଲା ପାଣ୍ଡ୍ରୁ ଡିସାରୀ ଯେ ହାରଗୁଣା ସହିତ ତାର ବିଭାଘର କେବେ ଘଟିବ ନାହିଁ। ପାଣ୍ଡୁ ଡିସାରୀର କଥା ଏତେବେଳେ ପୁବୁଲିର ମନେ ନଥିଲା। ଦୀର୍ଘ ଶ୍ୱାସ ପକାଇ ସେ ଖାଲି ଦେଖୁଥିଲା। ବଣ ପର୍ବତ ପାରି ହୋଇ ପରଗାଁର ଲୋକ ଆସିଥିଲେ, ପୁରୁଷ ଆସିଥିଲେ, ସେମାନେ ଚାଲିଗଲେ, ହୁଏତ ଆଉ ଆସିବେ ନାହିଁ। ଏ ଘାଟିର ଢାଲୁରେ ଗଡ଼ିପଡ଼ିଲା ତାର ପିଲାଦିନର ଗୋଟିଏ ସ୍ୱପ୍ନ। ଯୌବନ ସଙ୍ଗେ ସଙ୍ଗେ ଦେହ ଉପରେ ମନ ଉପରେ ସେ ବଢ଼ି ଲାଗିଥିଲା ଏତେ ଦିନ ଯାକେ। ଆଜି ମନେ ହେଉଛି ଯେପରି ତାର ଜାଗା ଫାଙ୍କା କରିଦେଇ ସେ ଉଡ଼ି ଚାଲିଗଲା। ଆଉ ଆସିବ ନାହିଁ, ଆଉ ଆସିବ ନାହିଁ। ହାରଗୁଣା ତାକୁ ଶଙ୍ଖଳି ଗଲା ନାହିଁ। ହାରଗୁଣା ତାକୁ ପାଟି ଫିଟେଇ ଗଲା ନାହିଁ। ହାରଗୁଣା ଆଉ ତାର ନୁହେଁ। ନାରୀର ମନ ତାର ବିନା ସନ୍ଦେହରେ ବୁଝେଇ ଦେଇଛି।
ପୁବୁଲିର ମନରେ ଚୋଟ ଲାଗିଥିଲା। ପୁଣି ମନ ଭିତରେ ତେଜି ଉଠିଥିଲା ଶିକାରୀର ଛଇ। ହାରଗୁଣାକୁ ସେ ପାଦରେ ଦଳିବ। ପଛକୁ ଅନେଇ ରହି ମନ ଭିତର ପଛରୁ ଆକୁଳ ହୋଇ ଡାକୁଥିଲା, ଚହଳ ପକେଇ ଡାକୁଥିଲା, ଆ ଆ ଫେରିଆ, ମୁଁ ଖେଳ ଖେଳିବି। ବାହାରେ ସବୁ ନୀରବ, ତୁଣ୍ଡରେ ତାଲା। ସେମାନେ ଅଦୃଶ୍ୟ ହେଲେ। ନାରୀର ଚରମ ଅପମାନ ବ୍ୟର୍ଥତା ଝାଇଁ ଝାଇଁ କଲା ତା କାନରେ। ମୁହଁ ଶୁଖେଇ ଅନ୍ୟମନସ୍କ ହୋଇ ଠିଆ ହୋଇ ରହିଲା ସେ ଖରାରେ। ପର୍ବତ ଉପରେ ଗାଁରେ ଦୂରକୁ ମୁହଁ କରି ସାଧାରଣ କନ୍ଧ ଝିଅଟିଏ ଅଳସେଇ ଚାହିଁ ରହିଛି। ମହୁଲ ଫୁଲିଆ ପବନରେ ବାହାରର ଚିତ୍ର ଏତିକି ନିତିଦିନିଆ। କିନ୍ତୁ ପୁବୁଲି ଝୁରି ହେଉଥିଲା ହାରଗୁଣା ପାଇଁ ନୁହେଁ, ନିଜ ପାଇଁ। ଆପଣା ଭିତରେ ଗୋଟାଏ ମଣିଷର ଛାଞ୍ଚ ଫାଙ୍କା ହୋଇ ରହି ବଢ଼ି ବଢ଼ିକା ଚାଲିଛି। ବାହାରର ଚଳନ୍ତି ପଟୁଆରର ଜଣେ ଜଣେ ବାହାରୁ ବାହାରୁ କଣ୍ଟି ହୋଇ ଅସମାନ ହୋଇ ଗଡ଼ି ଚାଲିଛନ୍ତି, ଅଟକି ରହୁନାହାନ୍ତି। ସେ 19, ତଥାପି ସେ ଅପୂର୍ଣ୍ଣ। କେହି ଅଟକି ରହିନାହାନ୍ତି। ଗାଁ ସେମୁଣ୍ଡେ ସେହି ଦଦରା ଘରର ଅରମା ଅଗଣାରେ ହାତ ଉପରେ ଗାଲ ଥୋଇଦେଇ ବସି ବସିକା ସୁନାଦେଇ ଭାବେ କିଏ କେତେଥର, କିଏ ତାର। ସେହିପରି ତାର ଫଟାତୋଟା ଲୁଗା, ସେହିପରି ତାର ଅଲରା ବାଳ ଆଉ ଚାହାଣି। ନିତିଦିନର ନିଛାଟିଆ ନିରିମାଖି ଜୀବନର ଭାବନାରେ ବୋଝ ବୋଝ, ଭାରି ଭାର। କେବେ ବାପଘରେ ସେ ହସିଥିଲା, ଫୁଲ ନାଇଥିଲା। କେବେ କେତେ ଆଶାୟୀ ତରୁଣ ଚାହିଁ ବସିଥିଲେ ତାର ସେଇ କାଳର ମୁହଁକୁ। ତାପରେ ଜୁଆରରେ ଭଟା ନିପାରଗ ସ୍ୱାମୀ ବାଳମୁଣ୍ଡା। ଭୁଲ କାଟୁଥିବା ବେଳେ ପହିଲି କେଇଦିନ। ମନ ମତେ ଦେହ ତତେ। ଆକୁଳ ହୋଇ ଅଣ୍ଡାଳି ଅଣ୍ଡାଳି ହାତରେ ପଡ଼ୁଥାଏ କେବଳ ଘୁଙ୍ଗା ବାଲି, ଅଭାବ ମେଣ୍ଟେ ନାହିଁ। ତାପରେ ମଡ଼ାବାଟରେ ଗୋଡ଼ ପଡ଼ିଯାଏ ଛାଁକୁ ଛାଁ। ସବୁ ଲୁଚି ରହେ, ଉଦ୍ବେଗ ଆଉ ଇଚ୍ଛା। ଜୀବନଟା ବେଶ୍ ଭୁଲି ହୋଇଥିଲା ତାର ନିପାରଗ ସ୍ୱାମୀ, ଶ୍ୱଶୁର, ଦିଅର। ସେମାନେ ଚୋର ହୁଅନ୍ତୁ, ଭିକାରୀ ହୁଅନ୍ତୁ, ତାଙ୍କର ଭଙ୍ଗାରୁଜା ଘରକରଣା ଭିତରେ କେନ୍ଦ୍ର ସେ ସୁନାଦେଇ। ସଂସାର ଚଳେଇବାର ଆନନ୍ଦ ବଳି ପଡ଼େ ପାଇବାର ଆନନ୍ଦଠୁ। ଦିନ ଭୁଲି ହୁଏ। ଏହିପରି କେତେ ପୁରୁଷ, କେତେ ସ୍ତ୍ରୀ। କିନ୍ତୁ କେବେ କିଏ ଅତୀତ ମନର ସ୍ମାରକ ଚିଠି ପରି ପବନରେ ଉଡ଼ି ଉଡ଼ି ଆସେ, କହେ ମୁଁ ଚିହ୍ନିଛି। କେବେ ପାଣିପାଗର ସୁଯୋଗରୁ ଥୁଣ୍ଟା ଗଣ୍ଡି ଉପରେ ବିନା ପତ୍ରରେ ବଉଳ ଗଜୁରେ। ପୁଣି ସବୁ ମନେ ପଡ଼େ। ମୁଣ୍ଡରେ ଚଢ଼େ ଅତୀତର ପ୍ରେତ। ଯମୁନା ଉଜାଣି ବହେ, ଦିଉଡୁ ସାଉଁତା ଗାଁର ସାଉଁତା। କାରଣ ଥାଉ, କାରଣ ନ ଥାଉ, ବାଆଁରେ ହୋଇ ବାରିକ ବୁଢ଼ାକୁ ଡାକି ଡାକିକା ଯାଏ। ଠିକ୍ ପଛେ ପଛେ ଖୋଜି ଖୋଜିକା ଆସେ ଲେଞ୍ଜୁ କନ୍ଧ। ଚାଲିଯାଏ ନାହିଁ, ଅଟକି ରହେ। ସୁନାଦେଇ ପାଖକୁ ଚାଲିଆସି ଅତି କଅଁଳ ହୋଇ ଦୁଃଖ ସୁଖ ହୁଏ। ସବୁବେଳେ ତା ମୁହଁରେ ହସ, ହସରେ ହସରେ ଉଡ଼େଇ ଦେବାକୁ ଚାହେଁ ସୁନାଦେଇର ଦୁଃଖ। ପୁରୁଷ କେବେ ଖୋଜି ଆସେ ସ୍ତ୍ରୀ ତା ବୁଝେ, କହିବା ଦରକାର ପଡ଼େ ନାହିଁ। ସୁନାଦେଇ ବୁଝେ, ଖାଲି ଭାବେ। ମନ ଉପରୁ ଖୋଳପା ଗୋଟାକ ପରେ ଗୋଟାଏ ଛାଡ଼ି ଛାଡ଼ିକା ବାହାରି ଆସେ ଅତୀତର ମନ, ଯେତେବେଳେ ସେ ବନ୍ଧା ହୋଇ ନଥିଲା, ଥିଲା ସ୍ୱୟଂବରା। କେଲାର ଗାଁର ଗର୍ଜନ ଡମ୍ବ ଓରଫ ରାଫାଏଲ କିଷ୍ଟାନ ତାର ବାପ, ବହୁତ ପ୍ରସିଦ୍ଧ ଡମ୍ବକୁଦା ଅର୍ଥାତ୍ ଦଳର ଝିଅ ସେ। ପ୍ରାଚୀନ କାଳରୁ ଡମ୍ବ ଜାତିର ପେଶା ଗୋରୁ ଚୋରି, ସିନ୍ଧି, ଠକାମି, ଡକେଇତି, ବାଟମାରଣା ଇତ୍ୟାଦି। ଏପରିକି ପ୍ରଥା ଅଛି ଯେ ପୁଅଟିଏ ଜନ୍ମ ହେଲେ କାନ୍ଥରେ ଠାଏ ଗାତ ଖୋଳି ତହିଁରେ ତାର ମୁଣ୍ଡ ଭର୍ତ୍ତି କରି ଗୋଟାଏ ପୂଜା କରାଯାଏ। ଏପରିକି ସେ ସିନ୍ଧି କାମରେ ପରେ ଖୁବ୍ ଧୁରନ୍ଧର ହେବ। ଏହି ପ୍ରାଚୀନ ବୃତ୍ତି ସେମାନଙ୍କର ରାମାୟଣ କାଳରେ ମଧ୍ୟ ମହଜୁଦ ଥିଲା। ସେ କାଳର ଡମ୍ବବୀର କବି ରତ୍ନାକର ପରେ ସେ ହେଲେ ବାଲ୍ମୀକି ଏବଂ ତାଙ୍କର ନାମ ଅନୁସାରେ ମତ୍ସ୍ୟକୁଣ୍ଡ ଉଡ୍ରଗଡ଼ ଅଞ୍ଚଳର ଡମ୍ବମାନେ ବାଲ୍ମୀକି ବୋଲାଇଲେ। କୁଳବେଉସାର ପ୍ରସାର ସକାଶେ ଡମ୍ବର ଘରକରଣା, ତେଣୁ ଡମ୍ବ ପିଲାଏ ବିନା କାମରେ ଏଣେତେଣେ ବୁଲୁଥାନ୍ତି। ଡମ୍ବ ସ୍ତ୍ରୀ ଲୋକମାନେ ଛୋଟ ଛୋଟ ପସରା ମୁଣ୍ଡେଇକି ହାଟକୁ ହାଟ ବୁଲନ୍ତି। ଡମ୍ବ ପୁରୁଷମାନେ ତାସ କରିବାକୁ ଘୃଣା କରନ୍ତି। ଏହି ଚୋରିର ଉନ୍ନତତର ପ୍ରକାଶ ଦଳ ବାନ୍ଧି ଅସ୍ତ୍ରଶସ୍ତ୍ର ଧରି ଡକାୟତି, ହାଟ ଜୋରିବା, ବାଟ ଜୋରିବା, ଗାଁ ଜୋରିବା। ପୁଲିସର ଚାପ ବଳି ପଡ଼ିବା ପୂର୍ବରୁ ବଣୁଆ ମାଳ ଭିତରେ ଦଳ ଦଳ ଜୁଡ଼ିଆ ଥିଲେ। ହାଟକୁ ଶଗଡ଼ ଚାଲିଗଲା ବେଳେ ବାଟରେ ଲୁଟି କରୁଥିଲେ।
दिन ଦ୍ୱିପହରେ ଗାଁ ଲୋକ କ୍ଷେତକୁ ଯାଇଥିଲେ କି ହାଟକୁ ଯାଇଥିଲେ ଗାଁ ଲୁଟି ନିଆଁ ଲଗାଇ ଦେଉଥିଲେ। ଏହିପରି କରି କେତେ ଜାଗାରେ ତାଙ୍କର ଦଖଲ ଥିଲା, ଗଡ଼ ବସେଇଥିଲେ। ଶିମିଳିଗୁଡ଼ାର ଭଙ୍ଗା ଡମ୍ବଦୁର୍ଗ ତାର ସ୍ମାରକ। କନ୍ଧମାନଙ୍କ ସଙ୍ଗେ ସଂଘର୍ଷ ହୋଇଥିଲା। ଫୁଲବେଡ଼ାରେ ଓ ପଞ୍ଚଡ଼ାରେ ଯୁଦ୍ଧ ହୋଇ ସେଠି କନ୍ଧ ଡମ୍ବମାନଙ୍କୁ ନିପାତ କରିଥିଲେ। କେଲେରା ଗାଁ ପଞ୍ଚଡ଼ା ଅଞ୍ଚଳରେ କାକିରି ଗୁମ୍ଫା ପାଖରେ। ଏମାନଙ୍କର କଳ୍ପନା ଶକ୍ତିର ବଳ ମୂଳରୁ ତାହା ସହିତ ମିଶିଯାଏ ସାଧୁ ପରିଶ୍ରମ ପ୍ରତି ଅତି ବିମୁଖ ମନୋଭାବ। ଦୁଇଟା ଶକ୍ତିର ମଝିଏ ମଝିଏ ବଙ୍କା ବାଟରେ ଠେଲି ହୋଇଯାଏ ଡମ୍ବ। ପଦେ ପଦେକେ ମିଛ ବାହାରେ। ବିକୃତ ମନ ବଂଶ ପରମ୍ପରା କ୍ରମେ ଗଢ଼ି ଚାଲେ। ଫନ୍ଦି ଫିକର ହୁଏ ଡମ୍ବର ଜାତିଗତ ଗୁଣ। ଆଖି ସବୁବେଳେ ପରର ଜିନିଷ ଉପରେ। ଚାଷକୁ ଇଚ୍ଛା ନାହିଁ, ତେଣୁ ଗୋରୁ କେବଳ ଭୋଜ୍ୟ ବସ୍ତୁ। ଯେଉଁଠି ସୁବିଧା ମିଳିଲା ସେଠି ଚୋରି କର। ଟାଙ୍ଗିଆ ମୁଣ୍ଡିରେ ଦି ସିଂହ ମଝିରେ ଲଗା ପାହାରେ। ତାପରେ ଛାଲ ଛଡ଼େଇ ନେଇ ହାଟରେ ବିକ୍ରି କରିବାକୁ ତ ବହୁତ ହାଟ ଅଛି। ଯାହା ଆପଣାର ଝାଳବୁଆ ମାଲ ନୁହେଁ, ତାର ଖର୍ଚ୍ଚରେ କୌଣସି କଷାକଷି ନାହିଁ। ତେଣୁ କେବଳ ଦାୟିତ୍ୱହୀନ ଭୋଗର ଘରକରଣା ଘରେ ବା। ସବୁବେଳେ ମଦ ମାଂସ। ପୁରୁଷ ଚେହେରା ପ୍ରକାଣ୍ଡ ହୁଏ। ମୁହଁର ଠାଣି ନୃଶଂସ ଅବିଶ୍ୱାସୀ। ସ୍ତ୍ରୀର ଦେହ ତାର ଦୋତନା କେବଳ ଅଳସ ପାଶବିକତା। ଘରକରଣାରେ କଳିଗୋଳ। କୋଳାହଳ ଡର ଅତି ସରୁ। ଅଳ୍ପକେ ଛିଣ୍ଡିଯାଏ ସହିବା ଶକ୍ତି। ସବୁ ସ୍ୱାମୀ ବଞ୍ଚିଥିଲେ ସୁଦ୍ଧା ବଦଳେଇ ଗୋଟାକ ପରେ ବାହାଘର ହେବା ଯାଏଁ ଏହି ଜାତିରେ ଚରିତ୍ରହୀନତାର ଚରମ ସୀମା। ସ୍ତ୍ରୀ ପୁରୁଷ ମଧ୍ୟରେ ଚେଷ୍ଟା ଆଉ ଉଦ୍ଦେଶ୍ୟ କେବଳ କ୍ଷଣିକ ସୁଖ ପୁରା ସ୍ତ୍ରୀ ବିଟପି। ବାଟ ଚାଲିଲେ ସ୍ତ୍ରୀ ଦେହକୁ ଦୋହଲେଇ ଦେଖେଇଯାଏ। ସବୁବେଳେ ଅଶାନ୍ତ ସେ। ଜୀବନ ଧାରଣ ମିଛ ଏମାନଙ୍କର ପ୍ରଧାନ ଗତି ହେବାରୁ କଥାବାର୍ତ୍ତାରେ ଚତୁରୀ ଫୁଟେ। ଡମ୍ବ ବହୁତ କହେ। କଥା କହିଲେ ଉଦ୍ଦେଶ୍ୟ ରହେ ପରର କିପରି, ତେଣୁ ତାର କଥା କହିବା ଗୋଟାଏ ଅଭ୍ୟାସ। ଅତି ବିନୟ ଦେଖାଯାଏ, ଅତି ଭକ୍ତି ଦେଖାଯାଏ। ନିଜର ଉଦ୍ଦେଶ୍ୟ ସାଧିବାକୁ ପର ପାଖେ ଅତି ତଳକୁ ସେ ଖସିପାରେ। ସେ ବିଚିତ୍ର, ସେ ମାୟାବୀ, ମାଳର କାଉ। ଯେତେବେଳେ ପୁଲିସର ପ୍ରତାପ ଏତେ ଭିତରକୁ ଭେଦି ନଥିଲା, ଅଭାବ ନଥିଲା। କେତେବେଳେ ଭଲ ଲୁଗାପଟା ଆସି ପହଞ୍ଚିଯାଏ, କେତେବେଳେ ଆଉ କେଉଁ କଥା। ସବୁଦିନେ ମାଉଁସ ଭାତ। ରାତି ରାତି ଗାଁରୁ ଲୋକେ ହାତ ହାତିଆର ଧରି ଚାଲିଯାଆନ୍ତି। ସ୍ତ୍ରୀ ଲୋକମାନେ ଅପେକ୍ଷା କରି ରହନ୍ତି। ସକାଳକୁ ଘର ପୂରେ ଚାଉଳ ଦିନେ ଚାଉଳ, ମାଣ୍ଡିଆ ଦିନେ ମାଣ୍ଡିଆ, ଆଖୁ ଗହମ ତୈଳବୀଜ, ଦେଶର ସବୁ ଫସଲ ଆସେ। ସେଥିସକାଶେ ଖରାଏ ତରାଏ କ୍ଷେତରେ ଖଟି ମରିବାକୁ ପଡ଼େ ନାହିଁ। ଯଦି କେଉଁଦିନ ଜଣେ କୁଆଡ଼େ ବୁଲି ବାହାରି ପଡ଼ିଛି, ସେ ଖାଲି ହାତରେ କେବେ ଫେରିବ ନାହିଁ। ଖାଲି ମୁଣ୍ଡର ଫିକର ଖୋଳେଇଲେ ଅଣ୍ଟା ଭର୍ତ୍ତି। କେଉଁ ଗାଁରେ ଜଣେ କିଏ ନିଜର ପୋଷା ଛେଳି ମାରି ଭୋଜି କରୁଛି। ଗୋଟିକିଆ ଡମ୍ବ ଜଣେ ହାବୁଡ଼ି ଖାଲି ଧମକ ଦେଲା, ପୁଲିସରେ ରିପୋର୍ଟ ନ କରି କାହିଁକି ଛେଳି ମାରିଲୁ? ସେ ଧମକରେ କିଛି ନିଜର ଉପାୟ କରିନେଲା। ଅମିନବାବୁ ଗସ୍ତରେ ଗଲେ ପଛେ ପଛେ ଡମ୍ବ ଯାଇ ଗାଁ ଗାଁକେ ବଟା ଅସୁଲ କରିନେଲା। ତାଙ୍କ ନାଁ କହି ଜିନିଷପତ୍ର ବୋହି ନେଇଗଲା। କ'ଣ ନା ଅମିନ ବାବୁ ପଠେଇଛନ୍ତି। ପଞ୍ଝାଏ ଡମ୍ବ ପିଲା ଶିଖାଶିଖି ହୋଇ ପଇସା ଦେଇ ଚଳନ୍ତି ଶଗଡ଼ରେ ବସି ପଡ଼ିଲେ। କହିଲେ, ଆମେ ହାଟକୁ ଯିବୁ। ଅନ୍ଧାର ପଡ଼ିଲାରୁ ଅଧା ବାଟରେ ପଛ ଗାଡ଼ିରୁ ଜଣେ ପିଲା ପାଟି କଲା, ଚୋର ଚୋର ଚୋର। ସବୁ ଶଗଡ଼ିଆ ପଛକୁ ଦୌଡ଼ିଲେ। ଆଗରୁ ଗାଡ଼ିରୁ ଶଗଡ଼ିଆଙ୍କ ଲୁଗା ଗାମୁଛା ପୋଟଳି ବାନ୍ଧି ଡମ୍ବ ପିଲାଏ ଚିଲା ମାରିଲେ। ତାଲା ପଡ଼ିଲା, ଘରୁ ଚୋରି ହେଉଛି। ଦାଣ୍ଡ କବାଟରେ ତାଲା। କାନ୍ଥରେ ସାନ ଗାତଟିଏ କରି ପିଲାଟିଏ ପଶି ବାରି କବାଟ ଖୋଲିଦେଲା। କାମ ଶେଷରେ ବାରି କବାଟ ବନ୍ଦ କରି ସେହି କଣା ବାଟେ ଆସି ଚାଲି ଆସିଲା। ବଡ଼ ଲୋକଙ୍କୁ ଧରିବାର ଉପାୟ ନାହିଁ। କେତେ ଫନ୍ଦି ଗାଁରେ ବସି ହସିବାକୁ ବହୁତ ବେଳ ମିଳେ। କ୍ରମେ କ୍ରମେ ପୁଲିସ ଭେଦିଗଲେ। ଡମ୍ବର ସ୍ୱରାଜ୍ୟ ଶେଷ ହେଲା। ହଳ ହଳ ହୋଇ ସମସ୍ତେ ବନ୍ଧା ହୋଇ କଲେ। ତାପରେ ନୂଆ ଆଇନ। ଥରେ ଚୋରି କଲେ ନଜରବନ୍ଦୀ। ରିପୋର୍ଟ ନ କରି ଗାଁ ବାହାରକୁ ଗୋଡ଼ କାଢ଼ିଲେ ପୁଣି ଜେଲ, କ୍ରିମିନାଲ ଟ୍ରାଇବ। ଡମ୍ବ ଛିନ୍ ଛତର ହୋଇଗଲେ। ବଡ଼ ବଡ଼ ଡମ୍ବ ଘର ଭାଙ୍ଗିଗଲା। ଅନେକ ଖ୍ରୀଷ୍ଟିଆନ ହୋଇଥିଲେ, କାଳେ ପାଦ୍ରୀ ସାହେବ ଆଇନ କବଳରୁ ରକ୍ଷା କରିବେ। ସେ ମୋହ ତୁଟିଗଲା। ଖ୍ରୀଷ୍ଟାନ ହେବେ କମିଗଲା। ଦମନ ନୀତି, ନୂଆ ଆଇନର କ୍ରୂର ବିଧାନ, ଡମ୍ବ ଭାଙ୍ଗି ପଡ଼ିଲା। ୟା ପରେ ଅନ୍ୟାନ୍ୟ ଜାତିଙ୍କ ଗାଁରେ ବୁଦ୍ଧିଦାତା, ବାରିକ ରୂପେ, ଗୋରୁ ଜଗୁଆଳ ହୋଇ କି କୁଲିମ ଜରିଆ
କୁଲିମଜୁରିଆ ହୋଇ ଡମ୍ବମାନେ ଛିଟିକି ପଡ଼ିଲେ। ଚାଷ ଆରମ୍ଭ କଲେ। ଢୋଲ ବଜାଇବା, ମୁହୁରି ଫୁଙ୍କିବା, ଲୁଗା ବୁଣିବା, ଛାଲ ବିକିବା, ସାନ ସାନ ପସରା ଧରି ହାଟ ବୁଲିବା, ଡମ୍ବ ଜାତିର ଏହିସବୁ ଶାବକ କାମ ଅତିମାତ୍ରାରେ ବଢ଼ି ଚାଲିଲା। ଜୁରିଆ ବସି ପଡ଼ିଲା ସମାଜରେ। କିନ୍ତୁ ନିଜକୁ ଯେତେ ଲୁଚାଇଲେ ବି ପରର ନିଘା, ପରର ଘୃଣାରୁ ସେ ଅବ୍ୟାହତି ପାଇଲା ନାହିଁ। ଆପଣାର ପ୍ରବୃତ୍ତି ମଧ୍ୟ ତାକୁ ଛାଡ଼ି ପାରିଲା ନାହିଁ। ଡମ୍ବ ଚୋରି ନ କରେ, ଯେତେ ନିନ୍ଦା ପାଏ ତା'ଠାରୁ ଅଧିକ। ଡମ୍ବ, ପାଣ, ଗଣ୍ଡା ଏମାନେ ଏକା ପାହାଡ଼ି ଜାତି, ଏକା ଚେହେରା, ଏକା ଜାତିଗତ ଗୁଣ। କୁଲଦୀପିଆ, ମହାନନ୍ଦିଆ, କାଟ୍ରି, ଟାକ୍ରି, କମଲା, ଗରଡ଼ା, ବାଘ, ମୃଗ, ଖଗ, ମାଛ ଏହିପରି ଏମାନଙ୍କର ଗୋତ୍ର ଅନ୍ୟାନ୍ୟ ବଣୁଆ ଜାତିଙ୍କ ପରି ନାଁ ଶେଷରେ ଗୋତ୍ର ଜଡ଼ା ହୁଏ। ଏହା ଗୋତ୍ରରେ ବିବାହ ନିଷିଦ୍ଧ। ବିବାହର ପ୍ରାୟ ଏକା ପ୍ରଥା। ବରକନ୍ୟାଙ୍କ ମୁଣ୍ଡ ଉପରେ ପାଣି ମାଠିଆ ଥୁଆ ହୁଏ। ପରସ୍ପରଙ୍କ ପାଦ ଆଙ୍ଗୁଠିକୁ ପାଦ ଆଙ୍ଗୁଠିରେ ମାଡ଼ି ଧରି ପରସ୍ପର ଛାପ ପକାପକି ହୁଅନ୍ତି। ତୁଠରେ ଗୋଟାଏ ପୂଜା ହୁଏ, ତା'ର ନାଁ ରାହୁ ପୂଜା। ମାଳୁଆ ପଦ୍ଧତିରେ ଏମାନଙ୍କର କ୍ରିୟାକର୍ମ। ବ୍ରାହ୍ମଣ ଲାଗନ୍ତି ନାହିଁ। ଏହି ଡମ୍ବକୁଳ ସୋନାଦେଈର ପିଠି ପଛଆଡ଼େ ଆଭିଜାତ୍ୟ। ତେଣୁ ତାକୁ ସୁଖ ଭଲ ଲାଗେ। ଅଭାବ ଖାଲି ହାଇଁପାଇ କରେ। ଓଲିଆ ଗାଈ ପରି ସେ ଏଣେ ତେଣେ ମୁହଁ ବୁଲାଏ। ଗର୍ଜନ ଡମ୍ବ ପୁଲିସ କବଳରୁ ରକ୍ଷା ପାଇବାକୁ ରାଫାଏଲ ଖ୍ରୀଷ୍ଟାନ ହୋଇଥିଲା। ବଞ୍ଚିପାରିଲା ନାହିଁ। କେଲାର ଗାଁର ଡମ୍ବ ଶ୍ରୀ ପବନରେ ଉଡ଼ିଗଲା। ଯେଉଁମାନେ ରହିଲେ ବାଧ୍ୟ ହୋଇ ସେମାନଙ୍କୁ ଗୋତିକିରି କୁଲିକିଲି କରିବାକୁ ପଡ଼ିଲା। ଅନୁଭୂତି ଭାଗ୍ୟ ବିପର୍ଯ୍ୟୟରେ ଯେତେବେଳେ ସବୁ ଛାରଖାର ହୋଇଗଲା, ସେତେବେଳେ ସୋନାଦେଈ ବାଲମୁଣ୍ଡାର ଘର କରିବା ପାଇଁ ମିଣିଆ ପାୟୁ ଚାଲି ଆସିଥିଲା। କନ୍ଧ ଗାଁରେ ବାରିକ। ତା'ର ଭଲ ଉପାୟ। ସୋନାଦେଈର ଉଚ୍ଚାଶା ଥିଲା। କିନ୍ତୁ ଆଶା କରି କରି ଦିନ ପରେ ଦିନ ଗଡ଼ି ଚାଲିଲା। ବିବାହରେ ସୁଖ ମିଳିଲା ନାହିଁ। ବାପ କୁଳରେ କେହି ନାହିଁ। କେଉଁଆଡ଼ୁ କିଛି ଭରସା ମଧ୍ୟ ନାହିଁ। ପାଖରେ କନ୍ଧ ଅଞ୍ଚଳରେ ବେଶୀ କନ୍ଧ ଡମ୍ବ ନାହାନ୍ତି ଯେ ସୋନାଦେଈ ମନ ଇଚ୍ଛା ବାଛି ବୁଲିବ, ନୂଆ ଘର ପାଇଁ ଉଦ୍ଯୋଗ କରିବ। ସେହିପରି ବନ୍ଦିକାରର ଡିଅର ମାଟି କାମୁଡ଼ି ପଡ଼ି ରହି ସେ କେବଳ ଅପେକ୍ଷା କଲା। ଆପଣାର ମନକୁ ସେ କଳି କରି ସାରିଛି। ବାଲମୁଣ୍ଡ ପାଖେ ରହିବାକୁ ତା'ର ଇଚ୍ଛା ନାହିଁ। କେବଳ ଦିନ ଗଣିବା କାମ। ଏତିକିବେଳେ ନିଘା ଦେଲା ସେ। ଲେଞ୍ଜୁ କନ୍ଧର ଆଗ୍ରହ ବଢ଼ୁଛି। ଲେଞ୍ଜୁ କନ୍ଧ ଟୋକା ନୁହେଁ ସତ, କିନ୍ତୁ ଡମ୍ବୁଡ଼ି ଝିଅ ନିତାନ୍ତ ତରଳ ନୁହେଁ ମଧ୍ୟ। ଆଗ ତା'ର ଲାଭ କ୍ଷତିର କଳନା। ଦିଉଡୁ ସାଉନ୍ତାର ସ୍ତ୍ରୀ ଅଛି। ଦିଉଡୁ ସାଉନ୍ତା ମଦୁଆ। ତା'ର ସବୁ ଦିଦିନିଆ। ଠିକ୍ ତାରି ପାଖେ ପାଖେ ଠିଆ କରି ସେ ଦେଖେ ଲେଞ୍ଜୁ କନ୍ଧକୁ। ବାରିକ ସହିତ କ'ଣ ତା'ର ଫୁସୁରୁ ଫାସୁରୁ ମନ୍ତ୍ରଣା ଲାଗି ରହିଛି ସବୁବେଳେ। ଷଡ଼ଯନ୍ତ୍ରର ଟିକିଏ ଟିକିଏ କାନରେ ବାଜିଯାଏ। ଲେଞ୍ଜୁ କନ୍ଧର ଭବିଷ୍ୟତ ଅଛି। ଆଉ ଲେଞ୍ଜୁ କନ୍ଧର ଚାହାଣୀରେ ଦିନୁ ଦିନ ଟଳଟଳେଇ ଉଠୁଛି ଗୋଟାଏ ନିଶା, ଯେତିକି ଦେଖିବା ପାଇଁ ସୋନାଦେଈ ଅଧୀର ହୋଇ ଅନେଇ ରହିଥାଏ। ଲେଞ୍ଜୁ କନ୍ଧ ଆସେ ଯାଏ। ଛକିଲା ପରି କେଉଁଠି ଯେ ଥାଏ। କେହି ନଥିଲା ବେଳେ ନଈଖଣ୍ଡିରୁ ତୋଟା ଉହାଡ଼ରୁ ବାଡ଼ ସେ ପାଖରୁ ବାହାରି ପଡ଼ି ଘାଗଡ଼ା ଗଳାରେ ଅଟକାଇ ଦିଏ। ଥଙ୍ଗେଇ ଥଙ୍ଗେଇ କଥା କହେ। କେତେ ପ୍ରଶ୍ନ ତା'ର। ବାରିକ କାହିଁ? ବାଲମୁଣ୍ଡା କୁଆଡ଼େ ଯାଇଛି? ଦିଉଡୁ ଆସିଥିଲା କି? ସବୁ ପ୍ରଶ୍ନର ଜବାବ ପାଇଁ ସେ ସୋନାଦେଈ ପାଖକୁ ଦୌଡ଼ି ଆସେ। ତା'ର ସବୁ ପାଖେନା ସୋନାଦେଈ ଦେଖେ, ମୁହଁ ତଳକୁ ପୋତି ଦେଇ ହସେ। କେବେଠୁ ବାରିକ ବୁଢ଼ା ଲେଞ୍ଜୁ କନ୍ଧର ଏଡ଼େ ବଡ଼ ବନ୍ଧୁ ହୋଇଗଲା? ସୋନାଦେଈ ଭାବେ। ଠିକ୍ ସଞ୍ଜ ପଡ଼ିଲେ ଲେଞ୍ଜୁ କନ୍ଧ ବାରିକ ବୁଢ଼ାକୁ ଖୋଜି ଆସୁଥିଲା। ଥାଉ ନଥାଉ। ମାଳମାଳ ହୋଇ ବୁଢ଼ା ପାହାଡ଼ର ଦେଶ। ପ୍ରାଚୀନର କେଉଁ ଭୂମିକମ୍ପ ଆଗ୍ନେୟଗିରିର ତତଲା ଉଚ୍ଛ୍ୱାସରେ ତିଆରି ସେ। ଆଜି ଆଉ ସେଦିନ ତାତି ନାହିଁ। ତରଳା ଆଉଟା ପଥର କାଠୁଆ ହୋଇଛି। ଖାଲି ଦିନେ ଦିନେ ତରଳା ଧାରର କଠିନ ପଥୁରିଆ ଦଣ୍ଡା ସିଅ ସିଅ ହୋଇ ଉପରୁ ତଳକୁ ଦହିଖୁଆ ପରି। ଆଉ ସବା ଉପରେ କାଦୁଅ ପୋଖରୀ। ଆଗ୍ନେୟଗିରିର ମୁହଁ ଥିଲା। ମାଳ ପବନର ତୀବ୍ର ଧମକ ସେ ଟାଳିଯାଏ। ସହିଯାଏ ମାଳୁଆ ଦେଶର ହାତୀଶୁଣ୍ଢ ପରି ବରଷା ଦରଦର। କେତେ ଭଡ଼ା, କେତେ ଏଠୁ ପାଇଛି। ସନ୍ଧିରୁ ମାଟି ଗଳି ଯାଇ ବୋହିଯାଇ ଖାଲି ଗହୀରିଆ ଫାଙ୍କ। କେତେ ପ୍ରକାରର ରୂପ ସେ ପର୍ବତର ଆଉ ସ୍ଥାନେ ସ୍ଥାନେ। କୋଶ କୋଶ ଲମ୍ବା କାନ୍ଥ ବାଡ଼ ପଡ଼େ। ମାଡ଼ି ଦମକ କେତେ ଉପରକୁ ଉଠି ଯାଇଛି। ଉପରଟା ସିଧା ସମତଳ। ତଳର ମାଟି ସେ ବି ପଥର।
ଢାଲୁ ଅତପା ଢିପ ହୋଇ ପର୍ବତର ଅନୁରୂପ। ପର୍ବତ ଆଉ ପଥର ଏତିକି ସୂଚନା ସେ ଦେଶ ଗୋଟାକର। ଏତିକି ସତେକି ତାର ବର୍ଣ୍ଣନା ଆଉ ସେ ଦେଶର ମଣିଷର ଧରଣ। ଯେପରିକି ପର୍ବତ ଗୁରୁ ଶିଖେଇ ଦେଇଛି ଆପଣାର ଆଦର୍ଶ ଆଗତକୁ ଭ୍ରୂକ୍ଷେପ ନ କରି ଇତିହାସର 21 ଦିନଠାରୁ ଏପର୍ଯ୍ୟନ୍ତ ପଡ଼ି ରହିବାକୁ। ଅପରିବର୍ତ୍ତନୀୟ ଆଦର୍ଶ। ଏହି ଆଦର୍ଶରେ ବଣର ଜୀବନ ବଣେ ବଣେ ଚଳି ଆସିଛି ନିର୍ବିକାର ଉଲଗ୍ନ। ସଭ୍ୟତାର ମୁଖା ପିନ୍ଧି ପରିଚ୍ଛଦର ଝଲସ ତଳେ ଛାଲର ଯାଦୁ ଆଉ ମନର କପଟ ଲୁଚେଇ ଛପେଇ ବଞ୍ଚି ଶିଖେ ନାହିଁ। ତେଣୁ ସେ ଅସଭ୍ୟ। ସେଠି ଛରିପୁ ଅଛି, ସେଠି ଗନ୍ଧମେଳା ଅଛି, ସେଠି ଯାହା ସବୁଠି ତାହା। କିନ୍ତୁ ମଣିଷ ମନର ନିଦାନ ମୂଳକ୍ଷୁଣର ସ୍ୱରୂପ ଖେଳୁଛି ବଣର ତରଙ୍ଗରେ ସଫା ଖୋଲା। ତେଣୁ ସେଠି ଘା ପବନ ବାଜି ଶୁଖେ, ଦେହ ଖରା କାକର ଖାଇ ଟାଣ ହୁଏ, ମନର ବେଦନା ପ୍ରକାଶ ପାଇ ନିକାଶ ହୁଏ। ଦୁଃଖ ସେଠି ଗାଁ ପୋଖରୀର ପଙ୍କ ପାଲଟେ ନାହିଁ। ପ୍ରକୃତିର ବିଶାଳ ଆନନ୍ଦ ମଣିଷର ହତାଶ ଦୁର୍ଦ୍ଦଶା ଉପରେ ପରଶ ସିଞ୍ଚି ସବୁ ଭଲ କରେ। ମଶା ଡାଁସ ଉତ୍ପାତ ଅଦ୍ୱୈତିକର ଝଞ୍ଜା ପାରେ ବି ମଣିଷ ମନର କଅଁଳ ରାଗିଣୀ ବାଜୁଥାଏ, ଥମ୍ବେ ନାହିଁ। ବୁଢ଼ା ପାହାଡ଼ ପରି ବୁଢ଼ା ମଣିଷର ସମାଜ। ମଣିଷର ମୃତ୍ୟୁ ନାହିଁ। ଦେହରୁ ପ୍ରାଣ ଛାଡ଼ିଗଲେ ପରଜା କହେ, ଗଦବା କହେ, କନ୍ଧ କହେ, ଆତ୍ମା ଡୁମା ପୁଣି ଦେହ ଧରିବ, ପୁଣି ଜନ୍ମ ହେବ। ପିଲାଟିଏ ଜନ୍ମ ହେଲେ ଖୋଜା ପଡ଼େ ସେ କାହାର ଡୁମା। ଦିଶାରୀ ବା ପୁରୋହିତ ସିଦ୍ଧାନ୍ତୀ ତାର ପୂର୍ବଜନ୍ମର ଇତିହାସ କହେ। ସମସ୍ତେ ସେହି କଥା ବିଶ୍ୱାସ କରନ୍ତି। ସମସ୍ତେ ଜାଣନ୍ତି ସେମାନେ କାହାର ଡୁମା। ସେ ଗୀତା ପଢ଼ିନାହିଁ, କିନ୍ତୁ ତାର ପୂର୍ବପୁରୁଷମାନେ ବି ଏହି ଅନୁଭୂତ ଅଭିଜ୍ଞତା ରଖିଦେଇ ଯାଇଛନ୍ତି ଯେ ଆତ୍ମା ଅବିନଶ୍ୱର। ସେ ବେଦ ପଢ଼ିନାହିଁ, କିନ୍ତୁ ସେ ବିଶ୍ୱାସ କରେ ଆନନ୍ଦ ହିଁ ଜୀବନର ଶ୍ରେଷ୍ଠ। ପାହାଡ଼ ଉପରେ ଋତୁର ରଙ୍ଗ ପରି ମଣିଷ ବି ପ୍ରକାଶ ପାଏ ଋତୁରେ, ଋତୁର କ୍ରିୟା କର୍ମରେ। କେବେ ତାସ କରିବ, କେବେ ପାଚି କାଟିବ, କେବେ ଦଣ୍ଡା, କେବେ ଜୋଣା ମକା। ବର୍ଷଯାକର ନିର୍ଘଣ୍ଟ ଅନୁସାରେ କାର୍ଯ୍ୟର ଚକ୍ର କେବଳ। ଏହାର ଫାଙ୍କରେ ତାସ ଆଉ ଫସଲର କ୍ରମ ଅନୁସାରେ ତାର ଗୋଟିଏ ଗୋଟିଏ ପର୍ବ। ଯେପରି ପୃଥିବୀର ସବୁ ଦେଶରେ ତାସ କାମର ପାହାଚ ପାହାଚକେ ସୁମରଣୀ ପର୍ବର ବିନ୍ୟାସ। ତାସ କଟା ହୋଇ ସାରିଛି, ପୁଣି ଜମି ହଳ ହେବ। ନୂଆ ବଣ ହଣା ହୋଇ ପୋଡ଼ା ହୋଇ ଜମି ହେବ। କାମର ଭିଡ଼ ନାହିଁ। ନାଚିବାକୁ ବେଳ ଅଛି। ମହୁଲ ପାଚିଲାଣି, ପ୍ରଚୁର ମଦ। ଶୁଖିଥିବା ବଣରେ ଶିକାରର ସୁବିଧା। ବସନ୍ତ ଯାଇନାହିଁ, ମାଳର ଶୋଭାରେ ଅଟକି ଯାଇଛି ଘଡ଼ିଏ। ଏହି ସମୟରେ ପୂର୍ବଘାଟର ମାଳରେ ଓଡ଼ିଶାର ଗଡ଼ଜାତମାନଙ୍କରେ ବିଖ୍ୟାତ ଚୈତ ପର୍ବ। ବଣର ମଣିଷର ବର୍ଷକର ଶ୍ରେଷ୍ଠ ପର୍ବ ସର୍ବତ୍ର। ବଣର ମଣିଷ ଦିନ ଗଣେ, ଫଗୁଣର ଜହ୍ନକୁ ଅଭିସମ୍ପାତ କରେ। କେବେ ଜହ୍ନ ମରିଯିବ, ଚୈତ ଜହ୍ନ ଉଦିବ, ଲାଗିବ ଚୈତ ପରବ। କେତେ ଆଶା ଧରି ନୂଆ ଆନନ୍ଦର ଜହ୍ନଗୁଡ଼ିକୁ ସେ ଅପେକ୍ଷା କରି ବସେ। ଆନନ୍ଦ ଆସିବ, ଆନନ୍ଦ ମତେଇ ନଚେଇ ରଖିଦେଇ ଯିବ ସ୍ମୃତିର ଝଲକ। ଚୈତ ପରବ, ଚୈତ ପରବ। ମାସକ ଆଗରୁ ସଜାସଜି ପରବ ଲାଗିଲେ କାମ ଛାଡ଼। ମୂଲିଆ ମୂଲ କରିବ ନାହିଁ, ବୋଝିଆ ଭାର ବୋହିବ ନାହିଁ, କେବଳ ଫୁର୍ତ୍ତି। ତେଣୁ ଆଗରୁ ପୁଞ୍ଜିପାତି ସାଇତା ହୋଇ ରହିଥିବ। ଯେପରି ମଣିଷ ବସି ରହି ଖାଇବ, ଖୁବ୍ ଭଲ ଖାଇବ। କାନ୍ଧର ଜୁଆଳି ବୟସର ବୋଝ ଉତାରି ଦେଇ ଦିନରାତି ଖାଲି ନାଚ, ଗୀତ, ଭୋଜି, ଶିକାର, ମାଳ ଦେଶରେ ବସନ୍ତ ଅଭିଯାନ। ଭେଦଭାଦ ନାହିଁ, ମାନ ଅଭିମାନ ନାହିଁ, ପର ଆପଣ ନାହିଁ, ବାଟେ ଅବାଟେ ଟୋକାଟୋକି ଦଳ। ସମସ୍ତିଙ୍କର ଘର ସବୁଠି, ସବୁଠି ଆନନ୍ଦରେ ବିହ୍ୱଳ ଭାବ। କେବଳ ହସ, ଫୁଲ, ହାତ ଛନ୍ଦାଛନ୍ଦି ହୋଇ ଦଳ ଦଳ ହୋଇ ନାଚ। ସେଥିରେ କ୍ଳାନ୍ତି ଅବସାଦ ନାହିଁ। ପର୍ବତର ଫାଟରୁ ଖୋଲର ସମଗ୍ର ଦେଶ ଆବୋରି କେବଳ ନାଚ ବାଇଦର ଶବ୍ଦ। ନାନା ଜାତି। ବଣ ଭିତରେ ଜନ୍ତୁ ହୁରୁଡ଼େଇବାର ଉଲ୍ଲାସ କୁହାଟ ଓଡ଼ିଆ ନଳୀର ଢୁ ଢା। ଗଛ ତଳେ ଚଟାଣ ଉପରେ ବଣନାଳିଆର ଅତଡ଼ାରେ ବଣଭୋଜି ନାଟ। ଲଟା ଉହାଡ଼ରେ ସରଧାର କଥା ପ୍ରାଣକୁ ପ୍ରାଣ। ଏତିକିବେଳେ ମଣିଷ ପ୍ରମାଣ କରେ ଟଙ୍କା ତାର ଶ୍ରେୟ ନୁହେଁ, ପ୍ରାଣ ତାର ଶ୍ରେୟ। କାନ୍ତରାଟି ମୁଣ୍ଡକୁ କୋଡ଼େ, କାମ ବନ୍ଦ।
ଅଧିକାରୀମାନେ କମାନ୍ ବା ଗସ୍ତ ଯିବାକୁ କଷ୍ଟ ପାଆନ୍ତି, ଭାରୁଆ ନାହିଁ। ଗାଁକୁ ଗଲେ ଲୋକଟିଏ କାମ ନାହିଁ କାମ କରିବାକୁ। ଏତେବେଳେ ପଇସା ଲୋଭାଏ ନାହିଁ। ଯେତେ ଯାଚିଲେ କିଛି ଫଳ ନାହିଁ। ମାଳର ଲୋକ ଖୋଜି ସମସ୍ତଙ୍କ କାମ ଅଚଳ ହୋଇ ରହୁ, ସମସ୍ତେ ମାତନ୍ତୁ। ତେଣୁ ଧାଙ୍ଗିଡ଼ି ଦଳ ରାଜାର ହାତୀ ବନ୍ଦ କରି ଅଧିକାରୀର ମଟର ଅଟକାନ୍ତି। ରାସ୍ତାରେ ଚଳନ୍ତି ଗାଡ଼ି ଅଟକେଇ ଦେଇ ଆପଣା ଦେଶର ନାଟ ଦେଖାଇ ଖୁସି ସରଧାରେ ଇନାମ ନେଇ ଚାଲିଯାଆନ୍ତି। ବାଟ ଚଲାଳିକୁ ଘେରିଯାଇ ସେମାନେ ନାଟ ଖେଳାନ୍ତି। ସଭା ଇନ୍ସପେକ୍ଟର ଇନାମ ଦେଇ ହଇରାଣ। ଏତେଦିନେ ବିଦେଶୀକୁ ନିମନ୍ତ୍ରଣ। ଥାଳିଏ ଚାଉଳ, ସେଥିରେ କୁକୁଡ଼ା ଡିମ୍ବ କେତୋଟି, କଦଳୀ ପାନ ପିକା, ବେକରେ ଫୁଲମାଳ ଓହଳେଇ ଦେବ ଗୋଟିଏ ଦଣ୍ଡବତ। ନିମନ୍ତ୍ରଣ, ଆସ ଆମର ଗାଁକୁ ଆସ, ଆନନ୍ଦ ଉପଭୋଗ କର। ଏହି ଚୈତର ନାଚର ଢେଉ, ପ୍ରାଚୀନ ପାହାଡ଼ ବନାନୀର ଦୃଶ୍ୟ। ଦିନର ଘଡ଼ିକୁ ଘଡ଼ି ନୂଆ ରଙ୍ଗର ବିନ୍ୟାସ, ଢେଉ ଢେଉକା ପାହାଡ଼ରେ ଖୋଲରେ। ନିଆଳିର ମନ ସଲସଲ ବାସ୍ନା, ଚମ୍ପା ମହୁଲ ଆଉ ଢୋଲ ଚମକ ତୁରୀ, ଡୁଙ୍ଗୁଡୁଙ୍ଗାର ଉତ୍ତାଳ ନାଦ ତରଙ୍ଗରେ ସମଗ୍ର ଦେଶବ୍ୟାପୀ ସୁସ୍ଥ ସୁଠାମ ରକ୍ତମାଂସ ଗଢ଼ା ଉଜ୍ଜ୍ୱଳ ଅଙ୍ଗ ସମଷ୍ଟିର ନାଟ୍ୟ। ନାଟ ଦେବତା ତର୍ଜନୀ ଟେକେ, ଅନ୍ଧାର ଓଟାରି ହୋଇଯାଏ ଉଏଁ ଚୈତ ଜହ୍ନ ଉଏଁ ଚୈତ ପରବର ଧୁମ୍ ଲାଗେ। ଏହିପରି ନାଚର ଦେବତା ଥରକୁ ଥର ହଲେଇ ଦେଇ ଦୋହଲେଇ ଦେଇ ଯାଏ। ବଣ ଦେଶର ଶାନ୍ତ ପ୍ରକୃତି ଭିତରେ କରେ ଛନ୍ଦର ଯୋଜନା। ବତ ଝିମେଇ ଦେଖେ ଆନନ୍ଦର ଲହଡ଼ି। ପରେ ବରଷ ବିତିଯାଏ। ଖାଇବାକୁ ଅଧେ ଦିନ ମାଣ୍ଡିଆ ଯାଉ, ଅଧେ ଦିନ ସଳପ ଗଛର ଗଣ୍ଡି, ଆମ୍ବ କୋଇଲି, ତେନ୍ତୁଳି ଶସ୍ୟ, ଯେତେ କଠିନ ପଥରୁଆ ଚେରମୂଳ, ପିନ୍ଧିବାକୁ କୌପେନି। କାନ୍ଧରେ ବୋଝଭାର, ପଥର ଜୁଆଳି, ମନରେ ଆଦିମ ଯୁଗର ଅନ୍ଧବିଶ୍ୱାସ ସ୍ୱପ୍ନ। ବଣର ଶୋଭା ମଣିଷର ଶିରି ଭୁଲାଏ। ମହୁଲ ମଦ ମତାଏ, ଚୈତ ନଚେଇ ନଚେଇ ଗୁନ୍ଥି ଦେଇ ରଖିଯାଏ କନ୍ଦିଆ ଭାଇର ଜୀବନ, ମଲ୍ଲିଫୁଲର ମାଳା ପରି। ତେବେ ଏହିଠାରେ ଶେଷ ହେଲା ଔପନ୍ୟାସିକ ଗୋପୀନାଥ ମହାନ୍ତିଙ୍କର ଉପନ୍ୟାସ ଅମୃତର ସନ୍ତାନ। ଆଗାମୀ ଅଧ୍ୟାୟରେ ଏହି ଉପନ୍ୟାସଟିର ଅନ୍ୟ ଭାଗଗୁଡ଼ିକୁ ଆମେ ଶୁଣିବା। ରହିଲି, ନମସ୍କାର।